नमस्कार री केवाईसी पुणी थर आसी जाइए जो मान री केवाईसी ହେଇନି ମାନେ ଯାହାର ପଇସା ଆସିନି ସେମାନେ ଆଉ ଥରେ ରି କେୱାଇସି କରିବେ ଯଦି ତାଙ୍କ ଲିଷ୍ଟରେ ନା ଥିବ ତ ଠିକ ଅଛି। ତ ଯଦି ଯାହା ସବୁ ଠିକ ଠାକ ଅଛି ତ ସେମାନେ କରିବେ ନା ଯୋଉମାନେ 9 ତାରିଖରୁ ଷ୍ଟାର୍ଟ କରିଥିଲେ ଆମର ୱିଦାଉଟ୍ ଫିଙ୍ଗରରେ ଓଟିପିରେ ସେଇମାନଙ୍କର ଏଇଟା ହଉଛି। ମୁଁ ବେଶୀ ଯେତିକି ଜାଣିବାର ଅଛି ଠିକ ଅଛି। ତ ଆଜି ଆପଣଙ୍କୁ କହୁଛି କେମିତି କଲେ ଏଇଟା ଠିକ ହବ କି ଆପଣ ଯାଇକି ଫିଙ୍ଗର ପ୍ରିଣ୍ଟ ଦେଇ ଦଉଛନ୍ତି। ଠିକ ଅଛି ଫିଙ୍ଗର ପ୍ରିଣ୍ଟ ଦେଇ ଦିଅନ୍ତୁ ତାପରେ ସେଟା ହେଲା କି ନାଇଁ କେମିତି ଜାଣିବେ। ଠିକ ଠାକ ତ ସବୁ ଅଛି ତ ନହେଲେ ତ 25 ନା 26 ପୁଣି ଥର ପଇସା ମିଳିବାର ଅଛି। ଠିକ ଅଛି ଦେଖନ୍ତୁ ଆପଣ ମୁଁ ଏ ସବୁ ଡିଟେଲ୍ସ ଭରୁଛି ଏମିତି ଭରିକି ତ ଭ୍ୟୁ ଉପରେ ଯେତେବେଳେ ମୁଁ କ୍ଲିକ୍ କରିବି ନା ତ ଆମର ଲିଷ୍ଟରେ କାହା କାହା ନାଁ ଅଛି କି ନାହିଁ ସେଟା ଶୋ କରେ। ଠିକ ଅଛି ଆପଣ ମାନେ ଯାଇକି ବି ଜନସେବା କେନ୍ଦ୍ର ଟିକେ ପଚାରି ପାରିବେ କି ଆମର ଲିଷ୍ଟରେ ନାଁ ଅଛି କି ନାହିଁ। ଯଦି ବି ଥିବ ତାହେଲେ କରିଦେବେ ନକଲେ ନେକ୍ସଟ କିସ୍ତିଟା ଯଦି ଆସିବାର ଥିବ ତ ଆପଣଙ୍କର ଆସିବ ନାହିଁ। ଠିକ ଅଛି ତ ସବୁବେଳେ ଡକୁମେଣ୍ଟ ସବୁବେଳେ ଠିକ ରଖିବେ। ଦେଖନ୍ତୁ ରି କେୱାଇସି ଯେତେବେଳେ ଏମିତି ଆସିବ ତ ରି କେୱାଇସି ଉପରେ ମୁଁ କ୍ଲିକ୍ କରିବି। ଏଠି ଆମର ଟୋଟାଲ ଅଛି 69 ଜଣଙ୍କର ଅଛି ଲିଷ୍ଟରେ। ତ ସେଇଭଳିଆ ମୁଁ ଗୋଟେ ଗୋଟେ ଫୋନ ନମ୍ବର ଅଛି ତାଙ୍କୁ ଫୋନ କରିକି ଡାକି ରି କେୱାଇସି କରେ। ଠିକ ଅଛି ତ ସେମିତି ଯଦି ବି ଆପଣ କିଛି ଭୁଲ ଭାଲ ଅଛି ତ ଆଗରୁ ସଂଶୋଧନ କରିନିଅନ୍ତୁ। କାହିଁକିନା ୱାନ୍ସ ଏଇଟା ସରିଲା ପରେ ଆପରେ ମତେ ଲାଗୁନି ଆଉ କାହିଁ ପଇସା ଆସିଲା ପରେ ତାପରେ ଯାଇକି ନେକ୍ସଟ କିସ୍ତି ହିଁ ଆସିବ। ଫାଷ୍ଟ ଇନଷ୍ଟଲମେଣ୍ଟ ପରେ ସେକେଣ୍ଡ ଇନଷ୍ଟଲମେଣ୍ଟ ଠିକ ଅଛି। ତ ସବୁ ଜିନିଷ ଠିକ ସେ କରେ ତ ରି କେୱାଇସି କ୍ଲିକ୍ କଲା ପରେ ଏମିତି ଅପସନ ଆସେ ତା ଷ୍ଟାର୍ଟ କେୱାଇସି ଫିଙ୍ଗର ପ୍ରିଣ୍ଟ ଦେଇଦେଲେ ତ ହେଇଯାଏ। ତ ଏପର୍ଯ୍ୟନ୍ତ ସବୁ ଜାଣିଛନ୍ତି ସବୁ ଠିକ ଠାକ ଅଛି। ତ ଏଇଟା ସବୁ ସଇଲା ପରେ ତା ପରଦିନ ଯାଇକି ଆପଣ ଆଉ ଥରେ ଜନସେବା କେନ୍ଦ୍ର ଯାଇ ପଚାରିବେ କି ଦେଖନ୍ତୁ ଉପରେ ଦେଖନ୍ତୁ ଲେଫ୍ଟ ସାଇଡ୍ ଯୋଉ ଅଛି ନୋ କେୱାଇସି ଆଉ ଗୋଟେ ରି କେୱାଇସି ଲିଷ୍ଟ। ତ ରି କେୱାଇସି ଲିଷ୍ଟ ଆପଣ ନାଁଟା ଆଇଲା କି ନାହିଁ ସେଟା ଯାଇ ଚେକ୍ କରିବେ। ଠିକ ଅଛି ମୁଁ ତ ଏବେ ଷ୍ଟାର୍ଟ କଲି ତ ସେଟା ଦେଖେଇବ ନାହିଁ ସେ ନୋ ଦେଖେଇବ। ଠିକ ଅଛି ତ ଆପଣ ମାନେ ଯାଇ ପଚାରିବେ ଦେଖନ୍ତୁ ଏଠି ନୋ ଡାଟା ଆଭେଲେବଲ ଦେଖଉଛି। ତ ସେଇଟା ଆପଣ ଯାଇ ତାଙ୍କୁ ପଚାରିବେ କି ଦେଖନ୍ତୁ ଆମର ସେତେ ଲିଷ୍ଟରେ ନାଁ ଆସିଛି ତ ଯଦି ନ ଆସିଛି ତାହେଲେ ଆପଣ କୁହନ୍ତୁ ଆଉ ଥରେ ଆପଣଙ୍କ ରି କେୱାଇସି କରିବେ। ଠିକ ଅଛି ତ ସେଇଠି ଆପଣ ଯୋଉ ଆସିବ ସେଠି ଆପଣ କିଛି ଲୋକଙ୍କର ଡିଟେଲ୍ସ ଯୋଉ ରହୁଛି ସକ୍ସେସଫୁଲ ଏଇଟା ତ ସକ୍ସେସଫୁଲ ହେଇଛି ତ ସେଇଠି ଆପଣଙ୍କର ଆସିବ ମୋବାଇଲ ନମ୍ବର ଆସିବ କି ଆଉ ଗୋଟେ ଆସିବ ଅଣ୍ଡର ପ୍ରୋସେସ। ସେଇଟା ଯେତେବେଳେ ଆପ୍ରୁଭାଲ ହେଇଯିବ ତାପରେ ଜାଣିବେ ଆପଣ ସବୁ ଠିକ ଅଛି। ଆପଣ 25 ନା 26 ଯୋଉ ପଇସା ପାଇବାର ଅଛି ତ ସେଇଟାରେ ଆପଣ ପାଇବେ। ଯଦି ସେଇଟା ଆପଣ ପ୍ରୋସେସିଂରେ ଅଛି ତାହେଲେ ଜାଣିବେ ଯେ ଆପଣଙ୍କର ଆଉ କିଛି ଦିନ ଟାଇମ ଲାଗିବ। ତ ତା ପାଇଁ ଆପଣ ଟେନସନ ନେବେନି। ସବୁ ଡକୁମେଣ୍ଟ ଠିକ ରଖିବେ ଫାଷ୍ଟ ହେଲା ଆଧାର ସହିତ ବ୍ୟାଙ୍କକୁ ଲିଙ୍କ କରିକି ରଖିଥିବେ। ଯୋଉଟା କି ନିହାତି ଆବଶ୍ୟକ କିଛି ଲୋକ ଅଛନ୍ତି ଏବେ ବି ତାଙ୍କର ଲିଙ୍କ ନାହିଁ। ସେମାନେ ଆସିକି ପଚାରନ୍ତି ଭାଇ ଆମର ପଇସା ଆଇଲାନି ଆରେ ପଇସା ସେ କୋଉଥିରେ ଦବ ଗଭର୍ଣ୍ଣମେଣ୍ଟ କଣ ପଲିଥିନରେ ପୁରେଇକି ଆପଣଙ୍କୁ ଦେଇକି ଆସିବ। ବୁଝିଲେ ନାହିଁ ତ ସେଇଟା ଆପଣ ମାନେ ଠିକ ସେ ସବୁ ରେଡି କରନ୍ତୁ। ଆଉ ତାପରେ ଦୋଷ ଦେବେନି ହେ ମୁଁ ପକେଇଥିଲି ଆସିଲାନି ସେ କାହିଁକି ପକେଇଲା ଲାଷ୍ଟ ତାର କାହିଁକି ଆସିଲା। ତ ଆପଣ ଡକୁମେଣ୍ଟ ଠିକ କଲେ ସବୁ ଠିକ ହବ। ଆଉ ଗୋଟେ ଜିନିଷ ରାସନ କାର୍ଡ ଯଦି ନଥାଏ ତ ସେମାନଙ୍କର ଆସୁନି ବୋଲି ଶୁଣା ପାଇଛି ସେଟା ବି ସତ। ରାସନ କାର୍ଡ ଯୋଉମାନଙ୍କର ନାହିଁ ସେମାନଙ୍କର ବହୁତ ଲୋକଙ୍କର ଆସିନି। ମୁଁ ଜାଣିବା ଯେତିକି ମୁଁ ତ ସମିତି ଜାଣିନି ତ ଯେତିକି ମୁଁ ପଚାରୁଛି ଲୋକଙ୍କୁ ଆମର ରାସନ ନାହିଁ। ତାମାନେ ତାଙ୍କର ଆସିନି। ଠିକ ଅଛି ଆପଣ ସବୁ ଜିନିଷ ଠିକ କରନ୍ତୁ। ଯଦି ବି କିଛି ପ୍ରୋବ୍ଲେମ ହେଲା ମତେ କମେଣ୍ଟରେ ଜଣାନ୍ତୁ ଥ୍ୟାଙ୍କ ୟୁ। ଯଦି ଆପଣଙ୍କୁ ଭିଡ଼ିଓ ଭଲ ଲାଗେ ତ ସବସ୍କ୍ରାଇବ କରିବେ ଯଦି ଭଲ ଲାଗିଲା ଲାଇକ୍ କରିବେ ନହେଲେ ଲାଇକ୍ ନ କଲେ ବି ପଳେଇବେ ଠିକ ଅଛି। ମୁଁ ଆପଣଙ୍କ ହେଲ୍ପରେ ସବୁବେଳେ ମେ ଆଇ ହେଲ୍ପ ୟୁ।